ସାଙ୍ଗମାନେ ନମସ୍କାର, ଆପଣଙ୍କ ଅମିତାଭ। ଆଜି ଏଇ ତ ଜୀବନ ସଂସ୍କରଣରେ ମୁଁ କିଛି ଏମିତି ଗୋଟେ ମେସେଜ ପାଇଛି ଯୋଉଟା କି ଏଟା ଆଜିକାଲିର ନୁହଁ। ଏଟା କିଛିଟା ଲାଇଫ ଏକ୍ସପିରିଏନ୍ସ ଆଣ୍ଡ କିଛିଟା ଲାଇକ୍ ଅନୁଭୂତି ଅଛି କିଛି ଲୋକଙ୍କ ସହିତ ମିଶିଲା ପରେ। ସୋ ଏଇଟା ମୁଁ କହିପାରିବି କି ଗୋଟେ ମୁଭିରେ ଯେମିତି ଆପଣ କପି ପେଷ୍ଟ କରିକି କିଛିଟା ମୁଭି ହୁଏ, ମୁଁ ସେମିତି ବି କିଛି ଗୋଟେ ମେସେଜଟା କିଛି ଗୋଟେ ମୁଭି ଦେଖିକି ମୁଁ ପାଇଲି, ଯୋଉଟା କି ଆପଣ ହିନ୍ଦୀ ମୁଭିରେ ଦେଖିଥିବେ। ଫରହାନ ଅख्तर ସେ କହିଥିଲେ ଗୋଟେ ୱାର୍ଡଟେ, ମୁଁ ତାକୁ ଓଡ଼ିଆରେ ଅନୁବାଦ କରି କହୁଛି। ସେଟା ହଉଛି, ଯଦି ତୁମେ ନିଜ ହୃଦୟର ବ୍ୟାକୁଳତା ନେଇ ଚାଲୁଛ ତେବେ ତୁମେ ଜୀବିତ ଅଛ। ଯଦି ତୁମେ ନିଜ ଆଖିରେ ସ୍ୱପ୍ନର ବିଜୁଳି ନେଇ ଚାଲୁଛ ତେବେ ତୁମେ ଜୀବିତ ଅଛ। ପବନର ଝଲକ ପରି ମୁକ୍ତ ହୋଇ ରହିବା ଶିଖ। ତୁମେ ଏକ ନଦୀ ପରି ଢେଉରେ ବହିବା ଶିଖ। ତୁମେ ଏକ ନଦୀ ପରି ଢେଉରେ ବହିବା ଶିଖ। ପ୍ରତିଟି ମୁହୂର୍ତ୍ତକୁ ତୁମେ ଦୁଇ ବାହୁ ପ୍ରସାରି ଭେଟ। ପ୍ରତିଟି ପଲ ଏକ ନୂଆ ଦୃଶ୍ୟ ଦେଖୁ ଦେଖୁ ଏଇ ଆଖି। ଯଦି ତୁମେ ନିଜ ଆଖିରେ ଆଶ୍ଚର୍ଯ୍ୟ ଭରା ଭାବ ନେଇ ଚାଲୁଛ ତେବେ ତୁମେ ଜୀବିତ ଅଛ। ଯଦି ତୁମେ ନିଜ ହୃଦୟର ବ୍ୟାକୁଳତା ନେଇ ଚାଲୁଛ ତେବେ ତୁମେ ଜୀବିତ ଅଛ। ଏଇଠୁ ଗୋଟେ ଜିନିଷ ମାନେ ଲାଇଫରୁ ଗୋଟେ ଶିଖିଲା କ'ଣ, ମଣିଷର ସମସ୍ତଙ୍କର ଭଲ ମନ୍ଦ ସାଇଲେନ୍ସ ଭଗବାନ ସମସ୍ତଙ୍କ ପାଇଁ ଇକ୍ୱାଲ ଭାବରେ ବାଣ୍ଟିଛନ୍ତି। ଯେମିତି ଆମେ ଗୋଟେ ଥାଳିରେ ଆମକୁ ଭାତ ଥିବ, ମାଛ ଥିବ, ଭେଜ ଥିବ, ତା ସହିତ ପାଣିଟି ବି ଥିବ, ରାଇଟ୍? ସେମିତି କିଛି କିଛି ସବୁ ମିଶିକି ବସେ। ଆମେ ଖାଲି ଭାତ ଖାଉଛେ କି, ଖାଲି ମାଛ ଖାଉଛେ କି, ଖାଲି ତରକାରୀ ଖାଉଛେ କି? नो, ସବୁ ମିଶିକି ଖାଉଛେ, ରାଇଟ୍? ଦେନ୍ ଇଟ୍ ଇଜ ଏ କମ୍ପ୍ଲିଟ ଫୁଡ, କରେକ୍ଟ? ସୋ ସେମିତି ଜୀବନର ମୁଁ ଭାବେ ଯେମିତି ଲାଇଫ ଏକ୍ସପିରିଏନ୍ସ ଗୋଟେ ଦେଲା କ'ଣ, ସୁଖ ଦୁଃଖ ସବୁ ଅଛି। ଆପଣଙ୍କ ଚାରିପାର୍ଶ୍ୱରେ ଯୋଉମାନେ ଅଛନ୍ତି ସେମାନେ ଆପଣଙ୍କୁ ଖାଲି କାହିଁ ଧରିଛନ୍ତି, ଦେयर इज सम काइंड ऑफ एक्सपेक्टेशन, सम काइंड ऑफ एक्सपेक्टेशन विदिन देम। ସେଇଟା ବହୁତ କମ ଲୋକ ଅଛନ୍ତି ଯୋଉଥିରେ ବିନା ଏକ୍ସପେକ୍ଟେସନ ରେ ଆପଣ ସହିତ ରିଲେସନ ରଖିଛନ୍ତି କି ଆପଣ ସହିତ ଆପଣଙ୍କୁ ଧରିକି ରଖିଛନ୍ତି। ଯଦି ଗୋଟେ ସ୍ୱାମୀଟେ ହୁଏ ସ୍ତ୍ରୀଠୁ ଏକ୍ସପେକ୍ଟେସନ ରଖେ, ଗୋଟେ ସ୍ୱାମୀଟେ ସ୍ତ୍ରୀଠୁ ଏକ୍ସପେକ୍ଟେସନ ରଖେ, ଯଦି ପୁଅ ବାପଠୁ ଏକ୍ସପେକ୍ଟେସନ ରଖେ, ବାପ ବି ପୁଅଠୁ ଏକ୍ସପେକ୍ଟେସନ ରଖେ, ଏଣ୍ଡ ଭାଇସ୍ ବର୍ସା। ଏଭ୍ରିୱେୟାର ସବୁ ଏଣ୍ଟାଙ୍ଗେଲ ହେଇକି ରହିଥାନ୍ତି। କିନ୍ତୁ ଏମିତି ଗୋଟେ ରିଲେସନ ଥାଏ ଯୋଉଥିରେ କି ତାର ମାନେ କିଛି ନାହିଁ, ତାର ନାଁ ବି କିଛି ନଥାଏ। ଆଉ ସେଇ ଏକ୍ସପେକ୍ଟେସନ ରେ ସେ ଚାହେଁ ନା ଯେ ସେ ରିଲେସନ ସେ ଆଉ କାହା ସହିତ ରଖୁ। ସେଠୁ ଆମର କ'ଣ ବ୍ୟାକୁଳତା ବଢେ, ଯେ ମୋ ସହିତ ସେ ରିଲେସନ ରହିଲା, ତା ସହିତ କାହିଁ ରହିଲା, ତା ସହିତ ରହିଲା, ମୋ ସହିତ କାହିଁ ରହିଲାନି। ଏଇସବୁ ଏଇଠୁ ହିଁ ତିକ୍ତତାଟା ଷ୍ଟାର୍ଟ ହୁଏ, ରାଇଟ୍? ତେଣୁ କରିକି ଛାଡ଼ି ଦିଅ। ଯିଏ ତମ ସହିତ ଆସୁଛନ୍ତି ତାଙ୍କୁ ନେଇକି ଚାଲ, ଆଉ ଯିଏ ତମ ସହିତ ଆସୁନାହାନ୍ତି, ଯିଏ ତାଙ୍କର ସ୍ୱାର୍ଥ, ସୋସାଇଟି, ବେନିଫିଟ ନେଇକି ଚାଲୁଛନ୍ତି, ତାଙ୍କୁ ଗୁଡ୍ ବାଏ କୁହ। କାହିଁକି ନା ଯେତେ ତମେ ଟାଣିକି ଗୋଟେ ଜିନିଷଟାକୁ ରଖିବ ନା, ଯେତେ ଟାଣିକି ଧରିବ ସେ ସେତେ ତମ ହାତରୁ ଖସିଯିବ, ହେଲା? ତେଣୁ ପ୍ରତ୍ୟେକ ରିଲେସନରେ ମୁଁ ବି ସେମିତି ସାଙ୍ଗମାନଙ୍କ ସହିତ ମିଶିଲି, ବହୁତ ସାଙ୍ଗମାନଙ୍କ ସହିତ ମିଶିଲି। ମୁଁ ଅବଜର୍ଭ କଲି, ଯେତେବେଳେ ସ୍କୁଲ ବେଳେ ପାଠ ପଢୁଥିଲି, ଯେତେବେଳେ ଅବଜର୍ଭ କଲି ବହୁତ ପିଲା ବହୁତ ଭଲ ପାଠ ପଢୁଥିଲେ, ବହୁତ ଷ୍ଟାଣ୍ଡାର୍ଡ। ଆଇ କ୍ୟାନଟ୍ ଷ୍ଟାଣ୍ଡ ଇନ୍ ଫ୍ରଣ୍ଟ ଅଫ୍ ଦେମ୍, ଓକେ? ଆଉ କିଛି ଲୋକ ଥିଲେ ନିଜ ଷ୍ଟାଣ୍ଡାର୍ଡରେ ଥିଲେ, ଆଉ କିଛି ପିଲା ଥିଲେ ମୋ ତଳ ଷ୍ଟାଣ୍ଡାର୍ଡ ଥିଲେ। କିନ୍ତୁ ସମୟର ତାଳ ନେଇକି ଯୋଉମାନେ ଚାଲେ, କି ସମୟ ଚାଲୁ, କାହାର ଡେଷ୍ଟିନି, କାହା କ୍ୱେଶ୍ଚିନ୍ ପେପରର ଆନ୍ସର କିଏ କ'ଣ ଦେଇଛି ସେଇଟା ଜାଣିନି। ସମସ୍ତଙ୍କ ଡେଷ୍ଟିନି ଅଲଗା। ଯେତେବେଳେ ଆମେ 30 ବର୍ଷ ପରେ ମିଶିଛୁ, ଦେଖିଲୁ ବହୁତ ଲୋକ ଡିଫରେଣ୍ଟ। ଯେମିତି ନାଳରେ ଯେତେବେଳେ ପାଣି ଯାଏ, ଗୋଟେ ଏପଟକୁ ପଳାଏ, ଗୋଟେ ଏପଟକୁ ପଳାଏ, ଗୋଟେ ଷ୍ଟ୍ରେଟ୍ ବି ଯାଏ, ରାଇଟ୍? କିନ୍ତୁ ସେଟା ଫର୍ଚୁନେଟ୍ ପ୍ୟାରେଣ୍ଟସ୍ ମାନଙ୍କ ପାଇଁ କି କ'ଣ ଆମେ ଜାଣିନୁ, ଯୋଉମାନେ ଯୋଉ କହନ୍ତି ଫୁଲ ଥାଳିଟା ଖାଇଛନ୍ତି, ମାନେ ଦୁଃଖ ସୁଖ ସବୁ ନେଇକି ଖାଇଛନ୍ତି, ନେଇକି ଚାଲିଛନ୍ତି, ସେମାନେ ଗୋଟେ ସମୟର ମାନେ ଝୋଙ୍କା ସହିତ ସେମାନେ ବି କଷ୍ଟ ପାଇଛନ୍ତି, ସେମାନେ ଗୋଟେ ଜାଗାରେ ପହଞ୍ଚନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଖାଲି ବେନିଫିଟ ପାଇଁ ଆସନ୍ତି। ବେନିଫିଟ ମାନେ ଆଜି ଆ ପାଖରେ ଭଲ ପଇସା ଅଛି, ମୁଁ ତାକୁ ବାହାଇଯିବି, ଆଜି ମୁଁ ଜୀବନଟା ମୁଁ ଭଲରେ ରହିବି, ଆଜି ତା ପାଖରେ ପଇସା ଅଛି, ମୁଁ ତା ସହିତ ସାଙ୍ଗ ହେଇଯିବି, ହେଲା?
କିନ୍ତୁ ସେମାନେ ଦେଖନ୍ତିନି ଯେତେବେଳେ ଭଲ ସମୟଟା ସେମାନେ ଚିନ୍ତା କରନ୍ତି, କେବେ ଖରାପ ସମୟରେ ଯୋଉ ଥାଏ ସେଇ ଜିନିଷଟାକୁ କେହି ପକାନ୍ତିନି, ଆଉ ସେ ଯୋଉ ବାଟ ଦେଇ ଆସିଛି ତାକୁ କେହି ଚିନ୍ତା କରନ୍ତି। ସେମାନେ ଚାହାନ୍ତି ମୋ ସହିତ ଯୋଉ ମିଶୁଛି, ମୁଁ ମୋ ଫିଲିଙ୍ଗସ୍ ମୋ ସହିତ ସେୟାର କରୁଛି, ମୁଁ ଭଲ ଅଛି, ତା ସହିତ ରହିବି। ଯେତେବେଳେ ନିଜ ଯୋଉ କହନ୍ତିନି ନିଜର ଯେତେବେଳେ ଫେସ୍ ଭ୍ୟାଲୁ ବାହାରେ ପଡିଯିବ ସେତେବେଳେ ସାଇଡ କରିଦେବେ। ଏଇ ହଉଛି ରିଲେସନ। এটা নট ওনলি রিলেসন সাଙ୍ଗ ସାଙ୍ଗ ଭିତରେ, এটা নট ওনଲି ରିଲେସନ ଫ୍ୟାମିଲି ଭିତରେ। ଯଦି ଏଇ ଟାଇପ୍ର କିଛି ରିଲେସନ ଦେଖୁଛନ୍ତି ଯୋଉଥିରେ କି ନିଜ ସ୍ୱାର୍ଥତା ଅଛି, ତାଠୁ ଦୂରେଇ ରୁହନ୍ତୁ। କାରଣ ତାଠୁ ଦୂରେଇ ରହିଲେ ଆପଣ ଖୁସିରେ ରହିବେ। ତେଣୁକି ସେ ଆପଣଙ୍କ ପୁଅ ହଉ, ଆପଣଙ୍କ ଝିଅ ହଉ, ଆପଣଙ୍କ ସ୍ତ୍ରୀ ହଉ, ଆପଣଙ୍କର ମାନେ ପାଷ୍ଟ ହଉ କି ଫ୍ୟୁଚର ହଉ, ଏଇଟା ଗୋଟେ ଲାଇଫରୁ ଗୋଟେ ଶିଖିଲେ ଯୋଉମାନେ ବିନା ସ୍ୱାର୍ଥରେ ଆପଣଙ୍କୁ ଆପଣଙ୍କର ଫିଲିଙ୍ଗସଟା ସେୟାର କରୁଛନ୍ତି ତାଙ୍କ ସହିତ ଆପଣ ରୁହନ୍ତୁ। ଆଉ ଯୋଉମାନେ ଟାଇମ ଅନୁସାରେ ଚେଞ୍ଜ ହେଇଯାଉଛନ୍ତି, ଆଉ ଯୋଉମାନେ କହନ୍ତି ସେ ତାକୁ ମାଇଣ୍ଡ ୱାଶ କରିଦେଲା, ସେ ସେଇ ଯୋଉ ଚେଞ୍ଜ ହେଇଗଲା, नो। 48 ବର୍ଷ, 50 ବର୍ଷ, 30 ବର୍ଷ ସମସ୍ତେ ଆମେ ମ୍ୟାଚୁଅର ହେଇସାରିଲେଣି। ଆମେ ଛୋଟ ଛୁଆ ନୁହେଁ ଯେ ଆମକୁ ମାଇଣ୍ଡ ୱାଶ କରିଦେବ, ରାଇଟ୍? ଯଦି ଆମେ ମାଇଣ୍ଡ ୱାଶ କରୁଛୁ ଦ୍ୟାଟ୍ ମିନ୍ସ ଆମର ବେନିଫିଟ୍ କିଛି ଅଛି, ସେ ବେନିଫିଟ୍ ଆମକୁ ଜଣେ ଦେଖଉଛି, ରାଇଟ୍? ତେଣୁ କରିକି in short I would say you just keep the relation who has nothing, no expectation। ସକାଳୁ ଉଠିବ, ଜଣଙ୍କ ସହିତ ଭଲରେ କଥାବାର୍ତ୍ତା ହେଇଯିବ, ତମ ଦିନଟା ଭଲରେ ଯିବ। ଯଦି ଯିଏ ତମକୁ ସେ ଟାଇମ ଦଉଛି ତା ପାଇଁ ତମେ ଲୟାଲ ହୁଅନ୍ତୁ। ଯିଏ ସବୁ କାମ କରିସାରିଲା ପରେ ତମକୁ ଟାଇମ ଦଉଛି, ସେ ତାର ବେନିଫିଟ ଚାହୁଁଛି, ତାର ଯେତେବେଳେ ଫ୍ରି ଟାଇମ ସେତେବେଳେ ତମ ସହିତ କଥାବାର୍ତ୍ତା କରିବ, ସେ ଯୋଉ ରିଲେସନ ହଉ। ତେଣୁ କରିକି ଇନ୍ ସର୍ଟ ମୁଁ ଗୋଟିଏ କଥା କହିବି, ଯେକୌଣସି ରିଲେସନ ଆପଣ ରୁହନ୍ତୁ, ଗୋଟେ ରିଲେସନକୁ ଟକ୍ସିକ କରନ୍ତୁନି। କାହିଁକିନା ଟକ୍ସିକ ରିଲେସନ ଆପଣଙ୍କର ସିନା ବେନିଫିଟ ନେଇଯିବ, ଆପଣ ଜଣକୁ କଷ୍ଟ ଦେଇକି ପଳେଇବେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ସମୟ ଚକ୍ରରେ ପୁଣି ଯେତେବେଳେ ମାନେ ମାନେ ସଂଯୋଗରେ କୋଉଠି ଦେଖାହବ, ସେଇ ଦେଖା ଭିତରେ ନା ଆପଣ ଜାଣିପାରିବେନି ଯେ ଇଏ ଲୋକ ସେଇ ଲୋକ ଯିଏକି ମତେ ସବୁ ଜିନିଷ କହୁଥିଲା, ସବୁ ଜିନିଷ ଦେଖୁଥିଲା, ସେ ଲୋକକୁ ଦେଖିବାକୁ ଘୃଣା ଲାଗିବ, ବାନ୍ତି ଲାଗିବ। ବୁଝିପାରୁଛନ୍ତି? ତେଣୁକରି ଏମିତି ବି ରିଲେସନ ରଖନ୍ତୁନି। ଯଦି ଆପଣଙ୍କର ସ୍ୱାର୍ଥ ଅଛି, ଠିକ ଅଛି, କିଛି ଅସୁବିଧା ନାହିଁ। ଏମିତି ଗୋଟେ ଭଲ ଜାଗାରେ ନେଇକି ତାକୁ ଛାଡ଼ିଦିଅ, ଯୋଉଥିରେ କି କାଲି ଦେଖା ହେଲେ ଆଟଲିଷ୍ଟ କହିପାରିବ, ଆରେ କେମିତି ଅଛୁ, ଭଲ ଅଛୁ, ଖାଇଛୁ, ଏତିକି ତ ପଚାରି ପାରିବ। ସେ ଯୋଉ ରିଲେସନ ହଉ, ଭଉଣୀ ରିଲେସନ ହଉ, ଭାଇ ରିଲେସନ ହଉ, ସ୍ତ୍ରୀ ରିଲେସନ ହଉ, ଛୁଆ ରିଲେସନ ହଉ, ସାଙ୍ଗ ରିଲେସନ, ଯେକୌଣସି ରିଲେସନ ହଉ, ଆମେ ଯୋଉ ରିଲେସନଟା ବିଲ୍ଡ କରୁଛେ, ନଟ୍ ଜଷ୍ଟ ବେନିଫିଟ୍। ଯଦି ବେନିଫିଟ୍ ପାଇଁ କରୁଛନ୍ତି, ଆଜ୍ଞା କରନ୍ତୁନି। କାହିଁକିନା ଆପଣ ସିନା ଖୁସିରେ ପଳେଇବେ, ଆପଣ ସିନା ବହୁତ ଶାନ୍ତିରେ ରହିବେ, କିନ୍ତୁ ଅପରପଟ ଲୋକଟା ମରିଯିବ, ବଞ୍ଚିପାରିବନି ଯଦି ସେ ଆପଣଙ୍କୁ ରିଏଲି ରିଲେସନରେ କିଛି ଭାବିଛି, ହେଲା। ତେଣୁ ରିଲେସନ ମାନେ ଜୀବନଟା ବହୁତ ଛୋଟ। ମୁଁ ଆଜି ଯଦି ସମାଜରେ ବହୁତ ବଡ଼ ପ୍ରତିଷ୍ଠିତ ଲୋକ ହେଇଯିବି, ମୋର ଯଦି 1000ଟା କେଳେଙ୍କାରୀ ଥିବ, ଲୋକ ସବୁ ହାଇଡ୍ କରିଦେବେ ତମର ପାୱାର ଦେଖିକି, ତମର ମାନେ ଇମ୍ପାକ୍ଟ ଦେଖିକି। କିନ୍ତୁ ତମେ ନିଜ ଅଇନାରେ ତମେ ନିଜକୁ ଦେଖିପାରିବ? ସକାଳୁ ଯେତେବେଳେ ନିଜ ଅଇନାକୁ ନିଜେ ଦେଖିପାରିବ? ଯଦି ଦେଖିପାରିବ ତାହେଲେ ଯାହାଟା କରୁଛ କରି ଚାଲ, କିଛି ଅସୁବିଧା ନାହିଁ। କିନ୍ତୁ ତମ ବିବେକ ତମକୁ ଯଦି ବାଧା ଦଉନି, ସମାଜ କିଛି କରିପାରିବନି। ତମ ବିବେକ ଫାଷ୍ଟ ବାଧା ଦେବା ଦରକାର। ତେଣୁ କରିକି ଏ ସମୟ ଚକ୍ରରେ ସମସ୍ତେ ନିଜ ନିଜର କର୍ମ କରି ଚାଲିଛନ୍ତି, ସମସ୍ତେ କରୁଛନ୍ତି, ଆଉ କରିବେ ମଧ୍ୟ। କିନ୍ତୁ ଆଟ୍ ଦ ସେମ୍ ଟାଇମ୍ ଆମେ ଯୋଉ ଥିନ୍ ଗୋଟେ ଲେୟାର ଅଛି, ଯୋଉଟାକି ଆମେ କହୁଛୁ ରିଲେସନ, ଟକ୍ସିକ ଆଜ୍ଞା କରନ୍ତୁନି। କାହିଁକିନା ଗୋଟେ ଟକ୍ସିକ ରିଲେସନ ଆପଣଙ୍କର 1000ଟା ଏନିମି ତିଆରି ହେଇଯିବେ, ହେଲା। କିନ୍ତୁ ଗୋଟିଏ ସଫ୍ଟ କଥା ଜଣକୁ ବହୁତ କିଛି ଚେଞ୍ଜ କରିଦେଇପାରେ, ହେଲା। ଏତିକି କହିବି। ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣ ସମସ୍ତେ।